କଥା କୁହା ହବ ତାଙ୍କ ପ୍ରତାରକ ପ୍ରଭୁ ସବୁ ଯୋଗେଇବେ ଏହା କେବେ ସମ୍ଭବ ନୁହଁ। ଯେ ଭୀରୁ କାପୁରୁଷ କୋଉ ଈଶ୍ୱର କି ଆଣିକି ତମ ଘରେ ଢାଳିଦେବେ। ସମସ୍ତଙ୍କର ଗୋଟେ ବିଶ୍ୱାସ ପ୍ରତି ଈଶ୍ୱର ପ୍ରତି ବଢିବାରେ ଲାଗିଛି ସାରା ଜଗତରେ ଆମେ ଦେଖୁଛୁ। ଆଉ କିଛି ଲୋକ ଅଛନ୍ତି କହୁଛନ୍ତି କି ବିଶ୍ୱାସ କରିଦେଲେ ଯଦି ବିଶ୍ୱାସ କରିବେ ଈଶ୍ୱର ଯୋଗେଇବେ, ଈଶ୍ୱର ଯୋଗାନ୍ତକାରୀ ଈଶ୍ୱର ଆଉ କାମ ଦାମ କିଛି କରିବେନି। ସତ୍ୟରେ କଣ ଈଶ୍ୱର ଯୋଗେଇବେ କି? ତାହା ସମ୍ଭବ? ଦିନ ଥିଲା ମଣିଷ ସେ ପରିଶ୍ରମ କରୁଥିଲା। ପରିଶ୍ରମ କରିବା ଦ୍ୱାରା ତାର ଅଙ୍ଗ ପ୍ରତ୍ୟଙ୍ଗ ଠିକ ରହୁଥିଲା। ସ୍ୱାସ୍ଥ୍ୟରେ ତାର ଥିଲା ଉନ୍ନତ, ତାର ମାନସିକତାର ବିକାଶ ହେଉଥିଲା, ଶାରୀରିକରେ ବିକାଶ ହେଉଥିଲା। ବର୍ତ୍ତମାନ ସେ ଦିନ ନାହିଁ। ଲୋକମାନେ ବର୍ତ୍ତମାନ ଦିନରେ ସ୍ୱପ୍ନ ଦେଖୁଛନ୍ତି ଆମେ ରାତି ରାତି କିପରି କୋଟିପତି ହବୁ, ପର ତଣ୍ଟି ଚିପିବୁ, ପରକୁ ଠକିବୁ। ଯେ କୌଣସି ଧର୍ମାବଲମ୍ବୀ ମାନଙ୍କୁ ଦେଖ, ସମସ୍ତଙ୍କର ନିଶା ଆମେ ଠକିବୁ। ଆଉ ଯୋଉ ପ୍ରଭୁ ଆମକୁ ଯୋଗେଇବେ। ଜଣେ ପିଲା ପାଠ ପଢୁନି, ତା ବାପା ମା କହୁଛନ୍ତି ପ୍ରାର୍ଥନା କର ମୋ ପୁଅ ଫାର୍ଷ୍ଟ କ୍ଲାସ ହବ। ଏମିତି ଲୋକ ବି ଅଛନ୍ତି ଯୋଉମାନେ ଘର ଛାଡି ମଧ୍ୟ ପଳେଇ ଯାଉଛନ୍ତି କି ମୁଁ ଯଦି ଈଶ୍ୱରଙ୍କ ସେବା କାର୍ଯ୍ୟରେ କରିବି ଆଉ ମୁଁ ଯଦି ଯିବି ଆଉ ଈଶ୍ୱର ସବୁକିଛି ମତେ ଯୋଗେଇବେ, କାରଣ ସେ ଯୋଗାନ୍ତକାରୀ ଈଶ୍ୱର। ଆଉ କେତେ ଲୋକ ଟ୍ରେନିଂ ପାଇଁ ପଳେଇ ଯାଉଛନ୍ତି ଆଉ ଘରେ ମଧ୍ୟ ରହୁନାହାନ୍ତି, ବାପା ମାଙ୍କୁ ମଧ୍ୟ ଭୁଲି ଯାଉଛନ୍ତି। ସେମାନେ ଭାବୁଛନ୍ତି କି ଯଦି ମୁଁ ଈଶ୍ୱରଙ୍କ ପଥରେ ଚାଲୁଛି ତାହେଲେ ଈଶ୍ୱର ମୋ ଘର ଦାୟିତ୍ୱ, ମୋ ପରିବାର ଦାୟିତ୍ୱ, ମୋ ସ୍ତ୍ରୀର ଦାୟିତ୍ୱ, ମୋ ପିଲାଛୁଆର ଦାୟିତ୍ୱ, ମୋ ଭାଇ ଭଉଣୀ ଦାୟିତ୍ୱ ଈଶ୍ୱର ଠିକ ନେଇଯିବେ। କିନ୍ତୁ ମୁଁ ଈଶ୍ୱରଙ୍କ ସେବା କାର୍ଯ୍ୟରେ ରହିବି। କିଏ ତପସ୍ୟାରେ ଗଲା, କିଏ ବିଭିନ୍ନ ଅର୍ଗାନାଇଜେସନରେ କାମ କଲା, ବୁଲି ବୁଲି ମଧ୍ୟ ପ୍ରଚାର କଲା, ପ୍ରସାର କଲା, ଏମିତି ଚାଲିଛି। ତ ଏହା କଣ କେତେ ଦୂର ଠିକ? ଏହା କେତେ ଦୂର ଠିକ? ଶୁଣନ୍ତୁ, ଆମେ ମେନ୍ କଥା ରହିଛି ବେଦ, ବେଦାନ୍ତ, ଗୀତା, ମହାଭାରତ, ରାମାୟଣ, ତ୍ରିପିଟକ, ଅଙ୍ଗ, ବାଇବଲ। ଦେଖ ଆମେ ଯୋଉ ପଢୁଛୁ, କର୍ମ ବିନା ବିଶ୍ୱାସ ମୂର୍ତ୍ତ। କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। କର୍ମ ମୋହର ନିଜ ଗୁରୁ, ଉଦ୍ଧବ କାହାକୁ ପଚାରୁ। କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଯଦି କାମ ନ କରିବା ଆମେ କିପରି ଉନ୍ନତ କରିପାରିବା? ମୁଁ ଦେଖୁଛି ଅନେକ ଲୋକମାନେ ବାହାରେ ଯାଇକି କାମ କରୁଛନ୍ତି, ଅର୍ଥ ଆଣିକି ଘର ଫ୍ୟାମିଲି ଚଳୁଛନ୍ତି। ସେ ଦିନ ଆଜି ନାହିଁ ଯେ ପ୍ରଭୁ ଯୋଗେଇବେ। ଅବ୍ରାହ୍ମଙ୍କ କଥା କୁହାହେଇଥିଲା। ଅବ୍ରାହ୍ମ କୁହାହେଲା ତୁମେ ଯାଅ ଛାଡିକି ଜାଗା। ସେତେବେଳେ ଜନସଂଖ୍ୟା କମ ଥିଲା, ତାର ସ୍ଥିତି କଣ ଥିଲା ବୁଝିବାକୁ ପଡିବ। ପ୍ରଭୁ ସବୁ ଯୋଗେଇବେ, ଏଟା କିଏ କହିବ? ଯେ ଭୀରୁ କାପୁରୁଷ ସେ କଥା କହିବେ। କାରଣ
ଯେହେତୁ ଧର୍ମଶାସ୍ତ୍ର ଆମେ ଗୀତ ସଂହିତାକୁ ପଢିବା 128 ଅଧ୍ୟାୟର 2 ପଦରେ ଲେଖାଯାଇଛି, କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ, ତୁମେ ସୁଖୀ ହେବ ଓ ତୁମର ମଙ୍ଗଳ ହେବ। ଆମେ ଯଦି ପରିଶ୍ରମ ନ କରିବା, ଠକିବା, ଧପ୍ପାବାଜି କରିବା, ତାହେଲେ ଏହାକୁ କାହା ପ୍ରତାରକ ଠକ କୁହାହବ। ତେଣୁ କାମ ନ କଲେ ଖାଇବା ବନ୍ଦ। ଯେ ମହାନ ଗୁରୁ ଗମଲିଏଲ ତାଙ୍କ ପାଖରେ ପାଠ ପଢିଥିଲେ ସନ୍ଥ ପାଉଲ। ସେଦିନ ସନ୍ଥ ପାଉଲ କହିଥିଲେ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ ସେ ଭୋଜନ ମଧ୍ୟ ନ କରୁ। କାମ କରିବାକୁ ପଡିବ। ଗୁରୁ ନାନକ ଚାଷବାସ କରୁଥିଲେ, କବୀର ଦାସ ଲୁଗା ଗାମୁଛା ବୁଣୁଥିଲେ, ରବି ଦାସ ଜୋତା ସିଲାଇ କରୁଥିଲେ, ୱିଲିୟମ କେରି ମୋଚି କାମ କରୁଥିଲେ, ସନ୍ଥ ପାଉଲ ତମ୍ବୁ ସିଲାଇ କରୁଥିଲେ, ମଦର ଟେରେସା କାମ କରୁଥିଲେ, ସନ୍ଥ ଭୀମ ଭୋଇ ସେ ଗାଈ ଜଗୁଥିଲେ, ସେ ବିଭିନ୍ନ କାମ କରୁଥିଲେ, ଯୀଶୁ ଖ୍ରୀଷ୍ଟ ବଢେଇ କାମ କରୁଥିଲେ ଏବଂ ଯିହୁଦୀ ଧର୍ମର ଭବିଷ୍ୟତ ବକ୍ତା ମାନେ ବିଭିନ୍ନ କାମ ଲୋକମାନେ କରୁଥିଲେ। ଆଉ କାମ କରିବାକୁ ପଡିବ। ପ୍ରଭୁ ସବୁ ଯୋଗେଇବେ, ଏହା କେବେ ସମ୍ଭବ ନୁହଁ। ହଁ, ତମେ ଯଦି ଧପ୍ପାବାଜି କରିବ, ଠକିବ, ମିଛ କଥା କହିକି ଟଙ୍କା ଆଦାୟ କରିପାରିବ, ତାହେଲେ ଚଳିଯିବ। ସେମାନେ କଣ ମାନେ ଆମ ମାନଙ୍କ ମଧ୍ୟରେ ଗୋଟେ କୋଉଠି ନା କୋଉଠି ଆଧ୍ୟାତ୍ମିକ ରହିବା ଦରକାର ଅଛି। ତା ସହିତ ମଧ୍ୟ ଦରକାର ଅଛି କର୍ମ ମଧ୍ୟ କରିବା। କାରଣ ଯଦି କର୍ମ ଖାଲି ବିଶ୍ୱାସ ରହିଲା ଆଉ ଯଦି କର୍ମ ନ ରହିଲା ତାହେଲେ କଣ ଲାଭ? ଘରେ ମଧ୍ୟ ପିଲା ଛୁଆ ମାନେ ଅଛନ୍ତି, ବାପା ମା ଅଛନ୍ତି, ବାପା ମାଙ୍କୁ ବି ଦେଖିବା ଆମ ମାନଙ୍କର ପରମ କର୍ତ୍ତବ୍ୟ। ତ ଏଇ କର୍ତ୍ତବ୍ୟ ଦିନକୁ ଦିନ ଦେଖିଲେଣି। ଆଜିକାଲି ୟଙ୍ଗ ଜେନେରେସନ ହେଲା, ଆଜିକାଲିର ପିଲାମାନେ ମଧ୍ୟ ଯେ ବିବାହିତ ହେବା ପରେ ମଧ୍ୟ ସେମାନେ ଆଉ ଘରେ ରହୁନାହାନ୍ତି, ବାପା ମାଙ୍କୁ ମଧ୍ୟ ଦେଖୁନାହାନ୍ତି। ଏଇ ଈଶ୍ୱର ଭକ୍ତି ଆଉ ଏଇ ସାଧନା ଭକ୍ତି ଆମେ ମଧ୍ୟ ଦେଖିଲୁ। ଆଇଆଇଟି ବାବାକୁ ଦେଖିଲୁ, ମଧ୍ୟ ବହୁତ ଚର୍ଚ୍ଚାରେ ମଧ୍ୟ ଆସିଥିଲେ। ଆଇଆଇଟି ବାବା ମଧ୍ୟ ଆସିଥିଲେ, ଆସିଛନ୍ତି ମଧ୍ୟ, ଏବେ ବି ଅଛନ୍ତି। ସେ ମଧ୍ୟ ବାପା ମା ବହୁତ ମଧ୍ୟ କାନ୍ଦିଲେ। ଆଉ ସେ ବାପା ମାଙ୍କୁ ଛାଡି ଦେଇ ବହୁତ ପାଠ ପଢୁଥିଲେ, ବାପା ମାଙ୍କୁ ଛାଡି ଦେଇ ପଳେଇଗଲେ। ମୁଁ କହୁଛି ସେଟା ଠିକ କଲେ କି ଭୁଲ କଲେ। ଗୋଟେ ତ କ୍ଷେତ୍ରରେ ଆମେ ଗୋଟେ ଜିନିଷ ଚିନ୍ତା ତ ଆସୁଛି ନା ମାଇଣ୍ଡ କୁ, କି ଯଦି ଏମିତି ପୁରା ଭାରତ ବର୍ଷ ଯଦି ଏମିତି ଆଧ୍ୟାତ୍ମିକ ଯଦି ହେଇଗଲା, ତାହେଲେ ଯୋଉ ବାପା ମା ବୃଦ୍ଧ ହେଇଯାଉଛନ୍ତି, ହେଇପାରେ ବହୁତ ଲୋକ ଏମିତି ଅଛନ୍ତି ଗୋଟେ ବାପା ମାର ମାତ୍ର ଗୋଟିଏ ସନ୍ତାନ ଅଛି, ତ ସେଇମାନେ କଣ କରୁଛନ୍ତି, ପରିତ୍ୟାଗ କରି ପଳେଇ ଯାଉଛନ୍ତି ମୁଁ ଆଧ୍ୟାତ୍ମିକରେ। ତାହା କଣ ଭଲ କି? ଏଇଟା ଆଧ୍ୟାତ୍ମିକତା କୁହାହବନି, ତାଙ୍କ ପ୍ରତାରକ। ଯେ ନିଜ ବାପା ମାଙ୍କୁ ପଚାରୁନାହାନ୍ତି, ବାପା ମାଙ୍କୁ ପୋଷୁନାହାନ୍ତି, ତମେ ଯେକୌଣସି ଧର୍ମ ଦୀକ୍ଷା ନେଇ ଧର୍ମ ପ୍ରସାର କର, ତମେ ନିଜକୁ ସନ୍ଥ ବନେଇ ଦିଅ, ସନ୍ନ୍ୟାସୀ ହୋଇଯାଅ, ବାବା ହେଇଯାଅ, ପ୍ରଭୁପାଦ ହେଇଯାଅ, ଗୋସ୍ୱାମୀ ହେଇଯାଅ, ମହାରାଜା ହେଇଯାଅ, ରେଭରେଣ୍ଟ ପକେଇ ଦିଅ, ମଷ୍ଟ ରେଭରେଣ୍ଟ ହେଇଯାଅ, ମହାଚାର୍ଯ୍ୟ ହେଇଯାଅ, ପ୍ରଚାରକ ହେଇଯାଅ, ପ୍ରଚାରିକା ହେଇଯାଅ, କୌଣସି ଫରକ ପଡିବନି।
स्वयं ଯୀଶୁଖ୍ରୀଷ୍ଟ ମଧ୍ୟ କ୍ରୁଶ ଉପରେ ଥାଇ କହିଥିଲେ, ଗୋ ନାରୀ, ଦେଖ ତୁମର ପୁତ୍ର। ଜହନକୁ ଦେଖେଇଦେଲେ। ଜହନ କଣ କହିଲେ? ଦେଖ ପୁତ୍ର ତୁମର ମାତା। ଆଜି ଅନେକ ଲୋକ ବାପା ମାକୁ ପଚାରୁନାହାନ୍ତି। ଏମିତି ଅଛନ୍ତି, ମୁଁ ଦେଖୁଛି କଣ ଟ୍ରେନିଂ କଣ ଗୋଟେ ନଉଛନ୍ତି, 3 ବର୍ଷ 4 ବର୍ଷ ମାନେ ବାହାରେ ରହୁଛନ୍ତି, ତାପରେ ଆସୁଛନ୍ତି, ସେତେବେଳକୁ କିଛି ରହୁନି ନା, ତାପରେ ବି ବେକାର ହେଇଯାଉଛନ୍ତି। ତାପରେ ଏଇ ଧର୍ମ କର୍ମ କରି କଣ ଲାଭ କଣ ମିଳୁଛି? ଶେଷ ପରିଣତ କଣ? ଏହାର ଶେଷ କଣ? ବାବୁ, ଧର୍ମ କଣ, ଧର୍ମର ସଂଜ୍ଞା କଣ ତାକୁ ବୁଝିବାକୁ ପଡିବ। ସେ ଗଭୀର କଥା। ତାମାନେ ଲୋକ ବୁଝୁନାହାନ୍ତି। ଧର୍ମ କଣ ସେ ସଂଜ୍ଞା ଅତି ଗଭୀର। ଯେ ଧର୍ମର ସଂଜ୍ଞା ବୁଝିଯିବ ସେ କଦାପି ବେକାର ରହିବନି, ସେ କଦାପି ବାହାନା ବନେଇବନି। ସେମାନେ କହୁଛନ୍ତି କି ମୁଁ ଈଶ୍ୱର ସେବା କଲେ ଈଶ୍ୱର ଆମ ପରିବାର ଦାୟିତ୍ୱ ନବ, ଈଶ୍ୱର ଠିକ ଯୋଗେଇ ଦବ। ମୁଁ ବିଶ୍ୱାସ କରୁଛି। ମତେ ଜଣେ ଫୋନ ମଧ୍ୟ କରିଥିଲେ, ସେ କହିଲେ କି ମୁଁ ବିଶ୍ୱାସ କରୁଛି ଈଶ୍ୱର କୋଉଠି ନା କୋଉଠି ମତେ ଯୋଗେଇ ଦେବେ, ମୋ ପରିବାର ଦାୟିତ୍ୱ ନେବେ, ମୋ ସ୍ତ୍ରୀର ଦାୟିତ୍ୱ ନେବେ, ମୋର ଲୋକମାନଙ୍କର ଦାୟିତ୍ୱ ନେବେ। ସେଇ ଜାଗାରେ ସିଏ ମେନ୍ ଲୋକ ଥିଲେ, କିନ୍ତୁ ସେ ଘର ପରିତ୍ୟାଗ କରି ସିଏ ପଳେଇ ଯାଇଛି। ଏଠି ମିଳୁଛି କଣ? ଶୁଣନ୍ତୁ, ଅନେକ ଧର୍ମାବଲମ୍ବୀ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରି ଘରକୁ ଚଳାଉଛନ୍ତି, ପରିବାର ପ୍ରତିପୋଷଣ କରୁଛନ୍ତି, ସେ ମେହନତ କରୁଛନ୍ତି, ଖଟୁଛନ୍ତି। କିନ୍ତୁ ଆମେ ଯେ ଦୁହାଇ ଦେବା ଧର୍ମ ନାମରେ, ଦୁହାଇ ଦେବା ଈଶ୍ୱରଙ୍କ ନାମରେ, ଏହା କଦାପି ଈଶ୍ୱର ସନ୍ତୁଷ୍ଟ ହେବେ ନାହିଁ। ଆଳସ୍ୟ ପରାୟଣ ମନୋଭାବ ନେଇ କିଛି ପାଇବା କାହାଠାରୁ ଏ ଲକ୍ଷଣେ ଯଦି ଯିବା ବା ଯାଉଛନ୍ତି ବା ଯାଇଛନ୍ତି, ସେମାନଙ୍କର ଆଧ୍ୟାତ୍ମିକ ଜୀବନର କିଛି ମାନେ ରହିବ ନାହିଁ। ତେଣୁ ଏ ଯୋଉ ଭ୍ରାନ୍ତ କଥା ବାବୁ, କୋଉ ଈଶ୍ୱର କି ଆଣିକି ତମ ଘରେ ଢାଳିଦେବେ? ଆପଣ କାମ କରିବନି, ଘରେ ବସିକି ପ୍ରାର୍ଥନା କରିବ, ଶାସ୍ତ୍ର ପଢିଦେବ। ପ୍ରାର୍ଥନା କର, ଶାସ୍ତ୍ର ପଢ ଭଲ, କିନ୍ତୁ କାମ କର, ଇନକମ ସୋର୍ସ କର, ଖଟ ପରିଶ୍ରମ କର। ଆଉ ସବୁ କଥା ପ୍ରଭୁଙ୍କ ଉପରେ ଥୋଇଦେଲେ ହବନି। ସବୁ କଥା ତାଙ୍କୁ ଲଦେଲେ ହବନି, ପ୍ରଭୁ ଯୋଗେଇବେ। ଆମେ କରିବାକୁ ପଡିବ। ନା, ବହୁତ ଲୋକ ଏମିତି କରୁନାହାନ୍ତି। ମୁଁ ଦେଖିଛି ମଧ୍ୟ ବହୁତ ଲୋକ ଘର ପରିବାର ଛାଡି ସେ ଅନ୍ୟ ଜାଗାରେ ଅଛନ୍ତି, କି ସେବା କାର୍ଯ୍ୟରେ ଅଛି, ପଚାରିଲେ ସେବା କାର୍ଯ୍ୟରେ ଅଛି, ତ ଘର ପରିବାର କଣ ହଉଛି ସେ ଭଲ ଜାଣିନାହାନ୍ତି। ଫୋନ ମାଧ୍ୟମରେ ଗୋଟେ ଚାଲିଛି, କିନ୍ତୁ ସେଠି ଯେ ପାଖରେ ଛିଡା ହବା, ରହିବା, କି କର୍ମ କରି କିଛି ତାଙ୍କ ପାଇଁ କିଛି ଯୋଗେଇବା, ସେ ମନୋବୃତ୍ତି ନାହିଁ। କିନ୍ତୁ ଲୋକମାନଙ୍କ ପାଇଁ ଦୂରେ ଦୂରେ ଯାଇକି ପଡି ରହୁଛନ୍ତି। ତ ସେଟା କଣ ଠିକ? ମୁଁ ସେମାନଙ୍କୁ କିଛି କାର୍ଯ୍ୟ ଯଦି କରିବି, ତାହେଲେ ତ ମୁଁ ତାଙ୍କୁ କିଛି ଅର୍ଥର ସାହାଯ୍ୟ କରିପାରିବି ନା। ଯୋଉ ବାପା ମତେ ଏପର୍ଯ୍ୟନ୍ତ ବାପା ମା ପାଠ ପଢେଇ ବଡ କଲେ, ସ୍ୱାକ୍ଷର କଲେ, ମୋର କର୍ତ୍ତବ୍ୟ ମୁଁ କିଛି ତାଙ୍କୁ, ଦେଖନ୍ତୁ ପଇସାଟା ଦେଲେ ଯେ କଣ ତାଙ୍କର କିଛି ହବ ସେଟା ନୁହଁ। ବାପା ମାଙ୍କର ଶେଷ ସମୟରେ କିଛି ନା କିଛି ଗୋଟେ ଇଚ୍ଛା ଥାଏ କି ଆମେ ତାଙ୍କର ଆମେ କିଛି ନା କୋଉ ମୁହୂର୍ତ୍ତେ ଆମେ ସେବା କରିପାରିବା। ବଳ ବୟସ ପଡିଗଲେ ବାପା ମାଙ୍କୁ ଦେଖିବ କିଏ ଦେଖିବ? ଏଇ ଧର୍ମ କର୍ମ କରି ଆମେ ଅନ୍ୟ ଜାଗାରେ ରହିବା, ଲୋକମାନଙ୍କ ପାଇଁ ପଡି ରହିବା, ଏଟା କେତେ ଦୂର ଠିକ ହବ? ଏଇଟା ଏପର୍ଯ୍ୟନ୍ତ ଏଇଟା ଗୋଟେ କଣ କହିବି, ଚାଲିଛି ଏମିତି, ମନ ଭିତରେ କୋଉଠି ନା କୋଉଠି ପଶି ଯାଇଛି। ମୁଁ ଅନେକ ରାଜ୍ୟ ତଥା ଓଡ଼ିଶାର ପ୍ରତ୍ୟେକ ବ୍ଲକ ପରିଭ୍ରମଣ କରୁଛି। ଏଇମାନଙ୍କୁ ତ୍ୟାଗୀ କୁହାହବନି, କୁହାହବ ଭୋଗୀ।
जो माने प्रभु जोगेबे कही घर द्वार छाड़ी दियंती, ईश्वर केबे कही नांती घर छाड़ी दियो, बापा मां को भूली जाओ, कौनसी काम करो ना, खाली मो नारे प्रचार करी बोल। एमती भी है देखी पाठ भी पढ़ुना, पाठ भी छाड़ी पलि आसुंती कि ना पाठ पढ़ी कौन हम मो मत ईश्वर पठे पृथ्वी को, मु ईश्वर सेवा करी, मु सेवा आसी, सेवा पाइबा न कि सेवा आसी। तो पाठ मो पाठ तो छाड़ी दौरान, पाठ छाड़ी पलि जाऊँ, विभिन्न प्रकार ट्रेनिंग पलि जाऊँ, गोटे धर्म गुरु हो जाती, निज कहते मु जड़े धर्म गुरु बोली। धर्म आ गुरु, गुरु अर्थ अति विराट बड़ संज्ञा, ता उपरे आमे कहबा को जीवानी। धर्म कौन गुरु कौन से बहुत बड़ कथा। जो माने एभली काम करिबा को जाउछंती सेमानकु बाइबल कहे अलसुआ। एवं वेद देख, महाभारत, रामायण, गीता सब किछि देख, एमानकु आब अलसुआ। आमे काम करिबा, परिवार को चलेबा, ए विषय को चिंता न करी धर्म प्रचार पाई से माने चली आछंती। धर्म कौन जानिया दरकार। मु कौन प्रचार करी, निजे आमे परिवर्तन ही चुकी, निजे आमे शिशु ही चुकी, से क्वालिटी अच्छी की, क्वांटिटी अच्छी की, योग्यता अच्छी की, निजे आमे शिशु हवा को अयोग्य, आम निजको रेवरेंट धर्म जातक कही देखी हो। आज भयंकर पतनर कारण होती, लोक छी छी कहते कहीं कर्म नहीं, कर्म कर ताहले धर्म सार्थक हब।